ନମସ୍କାର। ପ୍ରାନ୍ଥଶାଳା ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଶୁଣିବା ଏକ ନୂଆ କାହାଣୀ ଭୟଙ୍କର ଜୀବ। ଗପଟିକୁ ଲେଖିଛନ୍ତି ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ଅଗନା ଅଗନି ବନସ୍ଥର କଥା। ସେଠି ନୂଆକରି ରାଜା ହୋଇଥାନ୍ତି ଯୁବରାଜ ମହାବଳ ବାଘ। ରାଜକାର୍ଯ୍ୟ ଆଉ ଦୁନିଆର ରୀତିଗତି ଉପରେ ତାଙ୍କୁ କିଛି ବି ଜଣା ନଥାଏ। ତଥାପି ସେ ନିଜକୁ ଖୁବ୍ ବୁଦ୍ଧିମାନ ଓ ଚତୁର ବୋଲି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଥିଲେ। ଦିନେ ରାଜାଙ୍କ ସହ ପାତ୍ରମନ୍ତ୍ରୀ ସେନାପତି ଉପସ୍ଥିତ ଥାନ୍ତି। ଏତିକି ବେଳେ ଧଇଁ ସଇଁ ହୋଇ ଠେକୁଆଟି ଆସି ପହଞ୍ଚିଲା। ସେ ଖବର ଦେଲା, ମହାରାଜ, ଘୋର ବିପଦ। ଆମ ଜଙ୍ଗଲକୁ ମଣିଷ ଆସିଛି। ତୁରନ୍ତ କିଛି ଉପାୟ କରନ୍ତୁ, ନହେଲେ ସେ ଆଜି କେଉଁଠି ପୁଳାଏ ଗଛ ଆଣି ପକାଇବ, ନହେଲେ କେଉଁ ଜନ୍ତୁଜୁନ୍ତାକୁ ମାରି ନେଇଯିବ। ନୂଆ ରାଜାଙ୍କର ମଣିଷ ବିଷୟରେ କିଛି ବି ଧାରଣା ନଥିଲା। ସେ ଚିହିଁକି ଉଠି କହିଲେ, ମଣିଷ ଗୋଟାଏ କି ଜନ୍ତୁରେ? ଧରି ଆଣ ତାକୁ ମୋ ସାମ୍ନାକୁ। ଭାଲୁ ସଙ୍ଗେ ସଙ୍ଗେ କହିଲା, ମଣିଷ ସବୁଠୁ ବଳବାନ ଜନ୍ତୁ ମହାରାଜ। ବାଘରାଜା ଭାଲୁକୁ ଆଉ କିଛି କହିବାକୁ ନ ଦେଇ ଗର୍ଜି ଉଠିଲେ, କ'ଣ ମୋଠାରୁ ବଳବାନ? ଭାଲୁ ଚୁପ୍ ରହିଲା ଡରି ମରି। ବାଘରାଜା ଚାହିଁଲେ ହାତୀ ମୁହଁକୁ। ହାତୀ କହିଲା, ମଣିମା, ମଣିଷ ଖୁବ୍ ବୁଦ୍ଧିମାନ ଜନ୍ତୁ। ତାର ବଳ ଆମଠାରୁ କମ୍ ହେଲେ ବି ବୁଦ୍ଧି ବଳରେ ସମସ୍ତଙ୍କୁ ସେ ନିଜ ଆୟତ୍ତରେ ରଖିପାରିଛି। ଏକଥା ଶୁଣୁ ଶୁଣୁ ବାଘରାଜା ରାଗରେ ଚିତ୍କାର କରି ଉଠିଲେ, ଅସମ୍ଭବ। ତାପରେ ସେ ଡେଇଁ ପଡ଼ି ହାତୀର ବଡ଼ କାନକୁ ଥରେ ମୋଡ଼ି ଦେଇ କହି ଉଠିଲେ, ଆରେ ବୁଦ୍ଧୁ, ମୁଁ ସବୁଠି ବୁଦ୍ଧିମାନ ଜନ୍ତୁ। ମୁଁ ମଧ୍ୟ ମଣିଷକୁ ମୋର ଚାକର କରି ରଖିଦେଇପାରେ। ଏ ଘଟଣାରୁ କିଛି ଅନୁମାନ କରି ବିଲୁଆ କଟୁଆଳ କହି ପକେଇଲା, ଓଦା ବାଲିବସ୍ତା ପରି ମହାରାଜାଙ୍କ କଥା ପୁରା ମାତ୍ରାରେ ଠିକ୍। ମହାରାଜା ଇଚ୍ଛା କଲେ ଗଣ୍ଡାଏ ପାଞ୍ଚଟା ମଣିଷଙ୍କ ଲାଞ୍ଜୁକୁ ଏକାଠି ବାନ୍ଧି ଘୋଷାରି ଘୋଷାରି ଦରବାରକୁ ନେଇ ଆସିବେ। ବିଲୁଆ କଥା ଶୁଣି ଭାରି ଖୁସି ହୋଇଗଲେ ବାଘରାଜା। ସେ ସଙ୍ଗେ ସଙ୍ଗେ ମାଟିକୁ ଥରେ ରାମ୍ପୁଡ଼ି ପକାଇ କହି ଉଠିଲେ, ମୁଁ ଏଇ ବାହାରିଲି ମଣିଷ ଧରିବାକୁ। ତୁମେ ସବୁ ଦେଖ ମୁଁ କି ହିନସ୍ତା କରିବି ସେ ମଣିଷକୁ। ଏମିତି କହୁ କହୁ ବାଘ ବାହାରିଗଲା ଜଙ୍ଗଲ ଭିତରକୁ। ବାଟରେ ଯାଉ ଯାଉ ସେ ଯାହାକୁ ଦେଖୁଥାଏ ତାକୁ ପଚାରୁଥାଏ, ତୁ ମଣିଷ? ନାହିଁ ତ କେଉଁଠି ମଣିଷ ଅଛି କହିଦିଅ। ସବୁ ଜନ୍ତୁ ମଣିଷ ନାଁ ଶୁଣି ଧାଇଁ ପଳେଇ ଯାଉଥାନ୍ତି। ବାଘ ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ, ମଣିଷ ନିଶ୍ଚୟ ହାତୀଠାରୁ ବି ବଡ଼ ଆକାର ହୋଇଥିବ, ନହେଲେ ସମସ୍ତେ ତାକୁ ଭୟ କରନ୍ତେ କାହିଁକି? ଏମିତି ଭାବୁ ଭାବୁ ଶେଷକୁ ଜଣେ ମଣିଷ ସହ ଭେଟ ହୋଇଗଲା ତାର। ମଣିଷଟି କାନ୍ଧରେ କୁରାଢ଼ି ପକାଇଥାଏ ଓ ହାତରେ ଦଉଡ଼ିଟିଏ ଧରି କିଛି ଜାଳେଣି କାଠ ପାଇଁ ବାହାରିଥାଏ। ବାଘ ପଚାରିଲା, ଆରେ ଧୁଡ଼ୁଧୁଡ଼ିଆ, ତୁ କି ଯିବ? ମଣିଷ ଜନ୍ତୁ କେଉଁଠି ଅଛି କହିପାରିବୁ? ମଣିଷ ଉତ୍ତର ଦେଲା, ମୁଁ ଗୋଟିଏ କାଠୁରିଆ। ମଣିଷ ବିଷୟରେ କିଛି ଜାଣିବାକୁ ଚାହୁଁଛ କି? କୁହ, ମୁଁ ସବୁ ବତେଇ ଦେବି। ଏଥର ବାଘରାଜା ସବୁ କଥା କହିସାରି ନିଜ ବାହାଦୁରୀ ଦେଖେଇ କହିଲା, ମୋତେ ଯଥାଶୀଘ୍ର ମଣିଷ ଦେଖାଇ ଦେ ତ, ଏକ୍ଷଣି ମାରି ତାର ରକ୍ତ ପିଇଯିବି। ମଣିଷ ସଙ୍ଗେ ସଙ୍ଗେ କହିଲା, ମୁଁ ଏଇକ୍ଷଣି ମଣିଷଟାଏ ଦେଖେଇ ଦିଅନ୍ତି ଯେ, ହେଲେ ମୁଁ ଟିକେ ବିଲୁଆ ଘରକୁ ବାହାରିଛି। ଆଜି ସୁଦ୍ଧା ତାର ଲାଞ୍ଜ କଟା ହେବା ଦରକାର। ସେତିକି କାମ ସାରି ଫେରିଲେ ତୁମକୁ ନେଇଯିବି ମଣିଷ ପାଖକୁ। ଏକଥା ଶୁଣି ବାଘ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ବିଲୁଆର ଲାଞ୍ଜ କଟା ହେବ କାହିଁକି? କାଠୁରିଆ କହିଲା, ଆସନ୍ତାକାଲି ମଣିଷଠାରୁ ଆହୁରି ଭୟଙ୍କର ଜନ୍ତୁ ସର୍କସବାଲା ଆସିବେ ଏଇ ଜଙ୍ଗଲକୁ। ସେମାନେ ଏଠି ଥିବା ସମସ୍ତ ଲାଞ୍ଜ ଥିବା ଜନ୍ତୁକୁ ଧରି ନେଇଯିବେ। ତାଙ୍କ ନାକରେ ଫାସିଆ ସେଥିରେ ରସି ଲଗେଇ ସହର ଗାଁ ବୁଲି ଥେଇ ଥେଇ ନଚେଇବେ। ଯେ କେହି ଅମାନିଆ ହେଲେ ମାଡ଼, ନହେଲେ ବନ୍ଧୁକରେ ଢୋ କରିଦେବେ। ମାନେ? ଆଶ୍ଚର୍ଯ୍ୟ ହେଇ ବାଘ ପଚାରିଲା। କାଠୁରିଆ କହିଲା, ସେମାନଙ୍କର ବନ୍ଧୁକ ବୋଲି ଯନ୍ତ୍ରଟିଏ ଅଛି। ସେଥିରେ ଖାଲି ଆଙ୍ଗୁଳି ମାରିଦେଲେ ଢୋ ଶବ୍ଦ କରି ଦେହରୁ ସବୁ ରକତ ନିଗାଡ଼ି ଦେବ ତଳକୁ।
ତାପରେ ସବୁ ସଫା। ଏକଥା ବିଲୁଆ ଆଗରୁ ଜାଣିପାରି ମୋତେ ଡାକିଛି ଆଜି ତା ଲାଞ୍ଜ କଟେଇ ଦେବାକୁ। କାଲି ସର୍କସବାଲା ଆସି ସବୁ ଲାଞ୍ଜ ଥିବା ଜନ୍ତୁକୁ ଧରି ନେଇଗଲା ପରେ କେବଳ ବିଲୁଆ ଏଠି ରହି ଜଙ୍ଗଲର ରାଜା ହେବ। ଅସମ୍ଭବ ରାଗରେ ଗର୍ଜି ଉଠି ବାଘ କହିଲା, ଆଗେ ଏଇଠି ମୋର ଲାଞ୍ଜଟି କାଟିଦେ, ତାପରେ ମୁଁ ସେଇ ମୂଢ଼ ବିଲୁଆର ଖବର ବୁଝିବି। କାଠୁରିଆ କହିଲା, ଆଜ୍ଞା, ବିଲୁଆ ମୋତେ ଟଙ୍କା ଦେଇଛି। ବାଘ କହିଲା, ତାର 10 ଗୁଣ ଟଙ୍କା ମୁଁ ଦେବି, ଶୀଘ୍ର ମୋ ଲାଞ୍ଜ କାଟିଦେ। କାଠୁରିଆ କହିଲା, ତେବେ ଏଇଠି ଶୋଇଯାଆନ୍ତୁ, ମୁଁ ଆପଣଙ୍କ ଗୋଡ଼ ହାତ ବାନ୍ଧିଦିଏ, ନହେଲେ ଲାଞ୍ଜ କାଟିବା ସହଜ ହେବନି। ଏକଥା ଶୁଣି ବାଘ ସେଇଠି ଶୋଇପଡ଼ିଲା। କାଠୁରିଆ ତାର 4 ଗୋଡ଼କୁ ବାନ୍ଧିଦେଲା ଭଲ ଭାବରେ। ତାପରେ ବାଘର ଲାଞ୍ଜକୁ ଧରି ମୂଳରୁ ପାଲିସ କରି କାଟି ଦେଇ ସାରି କହିଲା, ବୁଝିଲ ବାଘ ମହାରାଜ, ମୁଁ ହେଉଛି ସେଇ ମଣିଷ ଜନ୍ତୁ। ତୁ ମୋ ବିଷୟରେ ଯାହା ଶୁଣିଛୁ ସତ। ଏଇ ଯେମିତି ତୋତେ ବୋକା ବନେଇ ମିଛଟାରେ ତୋ ଲାଞ୍ଜକୁ କାଟିଦେଲି, ଏବେ ବୁଝିଲୁଟି? ତୁ ଏଇଠି ବନ୍ଧା ହେଇ ପଡ଼ିଥା, ମୁଁ ଚାଲିଲି। ଦୁଃଖ ଯନ୍ତ୍ରଣାରେ ବାଘ ବଲ ବଲ କରି ଚାହିଁଥାଏ ମଣିଷର ଗଲା ବାଟକୁ। ସେ ଚିନ୍ତା କରୁଥାଏ, ପ୍ରକୃତରେ ମଣିଷ କେଡ଼େ ଭୟଙ୍କର ଜୀବ ମ। ଗପଟି ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆହୁରି ନୂଆ ନୂଆ ଗପର ମଜା ନିଅନ୍ତୁ।